राम नाम सत्य है, हरि नाम सत्य है, राम नाम सत्य है, हरि नाम सत्य है, राम नाम सत्य है, हरि नाम सत्य है, राम नाम सत्य है, हरि नाम सत्य है। एठी मृत्यु सत्य हेले जन्म जन्म मिथ्या हे मनीष जन्मिछु तो तोते दिने ने दिने मरिबाको पूर्णमद्दः पूर्णमिदं पूर्णात् पूर्णः मुदच्यते पूर्णस्य पूर्णमादाय पूर्णमेवावशिष्यते नैनं छिन्दन्ति सत्तानि नैनं दहति पावकं ମୁଁ ପାରିବିନି ଅତୀତକୁ ମନେ ପକେଇ ନିଜକୁ ଏତେ କଷ୍ଟ ଦେଇ ପାରିବିନି। ଆଖି ଲୁହରେ ନିଜ ଭବିଷ୍ୟତ ଚଲାପଥକୁ ଖସଡ଼ା କରିଦେଇ ମୋ ସୁନାର ସଂସାରକୁ ମୁଁ ସମାଧି ଦେଇ ପାରିବିନି, କେବେ ନୁହଁ। ବାପା, ଆପଣଙ୍କ ପ୍ରଥମ ଶ୍ରାଦ୍ଧ ଦିବସରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ। ମୁଁ ଯେପରି ସୌରଭ, ଶେଖର ଆଉ ସୀମାକୁ ନେଇ ହସି ହସି ମୋ ଜୀବନ ବିତେଇ ଦିଏ। ଆପଣଙ୍କ କଥା କଣ ରଖିନି ବାପା? ସୌରଭକୁ ତ ବାରିଷ୍ଟର କରିବା ପାଇଁ ଲଣ୍ଡନ ପଠେଇଛି, ଶେଖରକୁ ମଣିଷ ପରି ମଣିଷଟେ କରି ଗଢି ତୋଳିବା ପାଇଁ ଦିନ ରାତି ତାଗିଦ କରୁଛି। ଆଉ ସୀମା ଦେଖିବେ ଦେଖିବେ ବାପା, ମୁଁ ତ ଏମିତି ଜାଗାରେ ବାହା ଦେବି, ଏମିତି ପୁଅ ହାତ ସହିତ ହାତ ଛନ୍ଦିଦେବି, ଏ କଥା କେହି କେବେ ବି କଳ୍ପନା କରିନଥିବେ। ହେଲେ ଗୋଟାଏ ଅଫସୋସ ରହିଗଲା, ଆପଣ ତା ମଙ୍ଗୁଳା ଯୋଡି ମହୁରୀ, ବାହା ବେଦୀ ଆଉ ନଳ ମୁକୁଟ ଦେଖିବାକୁ ରହିପାରିଲେନି। ଗଣେଶ ଭାଇ ତମେ କାନ୍ଦୁଛ କାହିଁକି? କାଲିର ସ୍ୱପ୍ନକୁ ଆଜିର ବାସ୍ତବ ସହିତ ମାପୁ ମାପୁ ମୋ ଆଖିରେ ଦି ଟୋପା ଲୁହ ଝଡ଼ି ପଡ଼ିଲା। ସେ କିଛି ନୁହଁ, ସେଥିପାଇଁ ତମମାନେ କେହି ବ୍ୟସ୍ତ ହୁଅନା। ଭାବୁଛି ଭାବୁଛି ମୋ ଚଣ୍ଡୀକୁ କୋଉଦିନ ବହୁ ବେଶରେ ଦେଖିବି। ଚଣ୍ଡୀକୁ ଚଣ୍ଡୀ କହିବେନି ତ କଣ କହିବେ? ଏତେ ବଡ ହଲୁ ତଥାପି ତୋର ସେ ପିଲାଟେ ଆମେ ଗଲାନି ବଦମାସ ଟୁକା। ତମେ କହିଲ ଭାଇ ସିଏ ମତେ ହୁଣ୍ଡା ହୁଣ୍ଡା କରି ଖତେ ହବ, ଆଉ ମୁଁ କିଛି ଲୋକ ଚୁପ୍ ହେଇକି ଆଗେ। କଣ ହେଇଗଲା ଚୁଡୁ? ମୁଁ କଣ ମିଛରେ କହୁଛି? ସତରେ ଗୋଟେ ଉଦଣ୍ଡି ନୁହେଁ କି? ଆରେ ଏତେ କଥା କହିଲା ପରେ ବି ସୀମା ସହିତ ସେମିତି ଲାଗିଛି। ସବୁବେଳେ ସବୁ ଦୋଷ ମୋର, ତାର ଯେମିତି କିଛି ଦୋଷ ନାହିଁ। ତାକୁ ଜମା କିଛି କହିବନି, ବୁଝିଲ ଭାଇ? ସିନା ସବୁ କଥାରେ ଚୁପ୍ କରିଦଉଛ, ହେଲେ ଉଦୟକୁ ଯଦି ଆଜିଠାରୁ ଚୁପ୍ ନ କର, ଦେଖିବ ସେ ଘରେ ଏମିତି କାଣ୍ଡ କରିବ ଯୋଉଥିପାଇଁ ତମ ମୁଣ୍ଡ ତଳକୁ ହେଇଯିବ। ସୀମା 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 ସୀମା, ଆରେ ବଦମାସ ଟା କଣ ଦୀପଦ କହିଦେଲା ପରେ ତାର କଥା ତୁ ରାଗ କରୁଛୁ? ମତେ ବୁଝିବା ଦରକାର ନାହିଁ। ଆଉ କାହାକୁ ବୁଝିବି? ମୁଁ ଆଜି ଠିକ ବୁଝିପାରୁଛି, ତମମାନେ ମତେ କେହି ଭଲ ପାଉନ। ସୀମା 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 ସୀମା, ଯାଉ କାହିଁ ଡାକୁଛୁ କହିଲା? ବୁଝିଲ ଭାଇ, କେବଳ ତମରି ପାଇଁ ତା ମୁଁ ଆଜି ପଡିଯାଇଛି। କଣ କହିଲୁ? କଣ କରିବେ? ମୋ ପାଇଁ ତା ମୁହଁ ପଡି ଯାଇଛି। ବଦମାସ ଟୋକା, ଇଚ୍ଛା ହଉଛି ଦେବି ଯେ ଗୋଟେ ଜାବୁଡା। ମାରୁନା, ମାର ମାର ମତେ, ମୁଁ କଣ ଜାଣିନି କି ମୁଁ ତମର କିଏ କି? କଣ କହିଲୁ? ଆରେ ତୁ କଣ କହିଲୁ? ତୁ ମୋର କେହି ନୁହଁ। ଆରେ ତୁ ମୋର କେହି ନୁହଁ। ଏଡେ ଟିକେ ଟିକେ ହେଇଥିଲ, ବାପା ବୋଉ ଦି ଜଣ ଯାକ ହାତ ଧରା ଧରି ଆର ପାରିକି ଚାଲିଗଲେ। ଏଇ ହାତରେ କୋଳେଇ କାଖି ତମମାନଙ୍କୁ ମଣିଷ କରିଛି। ଆରେ ତମେ ପରା ହଉଛି ମୋ ଜୀବନ ଗଛର ତିନୋଟି ଫୁଲ। ସେ ଫୁଲର ପାଖୁଡା ଗୁଡାକ ଏମିତି ସବୁ ମଉଳି ଯିବ, ତା ରଙ୍ଗ ସବୁ ଏମିତି ବେରଙ୍ଗୀ ହେଇଯିବ, ଏକଥା ମୁଁ ସହିବି କେମିତି? ଆରେ ତୁ ମୋର ଆଖି ହେଲେ ସୌରଭ ମୋ ହୃଦୟ, ସୀମା ହଉଛି ମୋ ଜୀବନ। କେତେ ଆଶା, କେତେ ବିଶ୍ୱାସ, କେତେ ଭରସା। ତମମାନଙ୍କୁ ନେଇ ଗୋଟେ ସୁନ୍ଦର ଘର ଗଢିବି। ସେଇ ଘର ଅଗଣାରେ ବସି ମୋ ଜୀବନର ସବୁ ଦୁଃଖ ଯନ୍ତ୍ରଣା ମୁଁ ଭୁଲିଯିବି। ହେଲେ ତୁ ମତେ କହୁଛୁ ମୋର ଭୁଲି ଯାଇଛି ଭାଇ, ମତେ ମତେ କ୍ଷମା କରିଦିଅ। ନାଇଁ ରେ,
ନାଇଁ ରେ ପାଗଳା, ତୋ ପାଇଁ ମୁଁ ମନ ଦୁଃଖ କରୁନି, ସେ ଚଣ୍ଡିଟା କଥା ଭାବୁଛି। ଏଇ ଟିକିଏ କଥାକୁ ନେଇ କେତେ ଯେ କଣ ଭାବୁଥିବ। ଭାଇ ତା କଥା ତମେ ଜମା ଚିନ୍ତା କରନା। ଆମ ଆଗରେ ସେ ସିନା ଏତେ ବଡ ହାଣ୍ଡି ଭଳି ବହଳି ଚାଲିଗଲା। ହଁ ହେଲେ ଯାଉନ ଦେଖିବ ଦୋଳ ମଣ୍ଡପ ପାଖ ବଉଳ ଗଛ ମୂଳେ ହାତରେ ଅବିର ଥାଇ ଧରି ସେ କେମିତି ଗାଁ ଯାକ ସହିତ ହୋଲି ଖେଳ ଆରମ୍ଭ କରିଦେବେ। ଇରେ କଣ କହିଲୁ ଶେଖର, ଆଜି ହୋଲି। होली होली रे 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 अलवाणी छिलो गोरी मुरंग राई जरू चोरी करी तो पाई रंगा पिचकारी तो पाई रंगा पिचकारी तो पाई रंगा पिचकारी तो पाई रंगा पिचकारी लोकरा छटपट बंचा बंचा चित्कार करुची तमें से लोकड़ा रक्षा करो ताकू से भयंकर निया भितर उद्धार करो तानल से मरीज सानो बाबू सानो बाबू सानो बाबू सानो बाबू हठात एमती बिछाण उठी आसी चित्कार कर तमें कौन स्वप्न देख सानो बाबू स्वप्न हाँ स्वप्न आज पुणी से भयंकर स्वप्न मत निजर उठी ना काका मोर कौन है
से गोटे स्वप्न मु बारंबार देखुची कहीं ए सानो बाबू तमे स्वप्न देखि एमती विचलित होई पड़छ ए सानो बाबू स्वप्न तो समस्त देखंती हाँ दिना काका स्वप्न तो समस्त देखती से निर्दिष्ट स्वप्न से लोक से किनिया भितर छटपट बंचा बंचा बोली चित्कार करुछि किए से लोक आ से गोटे स्वप्न मु बारंबार देखुची कहीं मोर कौन है सानो बाबू दिना काका जो दिन मो बापा गाड़ी एक्सीडेंट रे मरीगले से दिन रात में प्रथम थर स्वप्न देखी तापर मुझे सब दुख जंत्रणा को हृदय भितर चापी रखी टे शांति सहवाक चेष्टा करे से मो अवचित मनर कानभास से अभिशप्त स्वप्न जीवंत प्रतिच्छवि छुटी आसे मो भयर आतंकित चित्कार कर उठे आ मो कथा शुणी समस्ते भावती मो काले गोटाए पागल बापा अरे दुनिया तते पागल कई घृणा कले भी हेले तो सान बापा चौधरी वंशर उत्तराधिकारी तो संजत पाए समाज सहित संग्राम करिवो सानापा मु तो ट्रिटमेंट करिवि जेते टंका खर्च हेले भी भल भल स्पेशलिस्ट मान को देखई मु तोर प्रॉपर केयर लेबी किंतु सानापा मोर तो किछ हेइनी मु ट्रीटमेंट हेबी काई की मु तो संपूर्ण सुस्थ संपूर्ण सुस्थ से कथा जते समाज आगे बाजी मारी कहे समस्त मते फुल बुझ कहंती अहंकार चौधरी तो पुतुरा गोटे ना फुल्ली ना सानापा मु पारुनी संजत तो असाहत को जमा बर्दाश्त कर पारुनी अरे तू 10 वर्ष रही भाई एक्सीडेंट है से दिन से एक्सीडेंट को मुझे सीना भूली गली हेले तो कथा भाविला बेलू को लुणिया लुहरे आखे दीटा पर आपे आपे ओदा ही जाए थाऊ आपे आपे ओदा ही जाए थाऊ बड़ बाबू पछ कथा को मन पके तुम एमती कांदनी पछ कथा को मन पके तुम जेमती एमती कांदिबो ताले मो सानो बाबू को सांत्वना देबो की मु दिना काका मु संधान सब सांत्वनार प्रलेप देई मु मो संजत को ट्रीटमेंट करिवि संजत माय फ्रेंड अरे तुम भांगी पड़ना तते जेते शीघ्र सुस्थ होबाक पड़िबो यू आर राइट संधान यू आर राइट मो संजत को जेते शीघ्र सुस्थ होबाक पड़िबो ता नहेले एते बड़ बिजनेस कल कारखाना ए सब मो पक्षरे नो दिन तो तक देखा सुना करबाक पड़िबो सेहिति पई कहू जाऊ देरी न करी जेते शीघ्र संजत को भलो डाक्टर द्वारा ट्रीटमेंट करिवार व्यवस्था करंतु अंकल ना संधान ना मोर कौन से ट्रीटमेंट आवश्यकता नहीं खाली जदि से अभिशप्त स्वप्न मु बारंबार न देखे स्वप्न हाँ संदन बाबू स्वप्न मो सानो बाबू गोटाए स्वप्न को बारंबार देखुଛନ୍ତି गोटाए लोक निया भितर पड़ी बंचाओ बंचाओ बोली चित्कार करुच्ची आउ से स्वप्न को देखी मो सानो बाबू पागल पर चित्कार कर लोकटा सर्वांग केमती हुतु दे जली जाउची और से बच्चा पाई व्याकुल ही बापा को छुटी आउची कि भयंकर ता चाकरी का कि कुछ तार से अधा पड़ा भूत तू से लोकटा के कोड देखिछु ताको चिन्हिछु तू चिन्ह वाला कर संधान स्वप्न कण के सत हुए सत नहेले भी किसी सतर इंगित दिए अंकल माने आपण मते जानि नांती मौसा मृत्यु गाड़ी एक्सीडेंट होइतिले भी पुलिस रिपोर्ट अनुसार इटा वन टाइप ऑफ मर्डर न होइतिले स्पॉट रु पोड़ा बारूदर गंध आसीता केमिति बम रो टुकुड़ा गुडा एकड़ सेकड़ छिटिक पड़ता केमिति ए सुंदर आ तो कोन कहू मोर दृढ़ विश्वास मौसा कार भितरे निश्चय कहीं ना कहीं टाइम बम खोल कौन कहलो संदन बाबू मो देवतुल्य बड़ बाबू को मर्डर कर किंतु किए मर्डर करची काहे के मर्डर करची हे भगवान एसो मु कौन सुनुची अरे और डेरी कर चुका संधान दा भाई को मर्डर को अरेस्ट करे ताको फांसी खुंटर झुलाई दे ता नहले मु केबे शांति रे बंची परिबिन संधान शांति केबे निश्चित मारि परिबिन से समय आ देरी नै अंकल आपण देखिबे ए सब इंस्पेक्टर संधान छोटराय जेमिति हो से आसामी को अरेस्ट करी ताको घोषाड़ी घोषाड़ी फांसी खुंटा पर्यंत नहीं जीव यस इट मस्ट मुंडो मुंडे कोने चिकने का ओ पारुनी दिने का ओ पारुनी सानो बाबू ए पृथ्वी रो सारा बोझटा मो मुंडो पे लगे जाउ सानो बाबू मो पाद तोर माटी उडा कतडा ही खुशी जाउची चारियाडे खाली अंधार दिसि दिने का सानो बाबू ओ पारुनी देरी करतु काहे की
ମୋ ସନ୍ଦତ କୁ ନେଇ ଯା ତାକୁ ଔଷଧ ଖାଇବାକୁ ଦେଇ ତାକୁ ଖୁଆଇ ଦେ ହଁ। ଆରେ ତା ମୁଣ୍ଡ ଆଉଁସି ଦେ ହଁ ସାନ ବାବୁ ଚାଲ ଚାଲ ସାନ ବାବୁ ଔଷଧ ଖାଇଦେଲେ ତମ ମୁଣ୍ଡ ଭଲ ହେଇଯିବ ସେ ଔଷଧ ଗୁଡାକ ମୁଁ ଆଉ ଖାଇବିନି। ଓହୋ, ତମେ ସେ ଗୁଡାକ ଔଷଧ ନୁହେଁ, ବିଷ। ଓହୋ, ତମେ ସେ ବିଷ ଗୁଡାକ ମୁଁ ଆଉ ଖାଇବିନି। ତତେ ଔଷଧ ଖାଇ ଭଲ ହବାକୁ ପଡିବ ସମ୍ରାଟ। ତା ନହେଲେ ତୋତେ ନେଇ ମୁଁ ଯୋଉ ପ୍ଲାନ୍ ପ୍ରୋଗ୍ରାମ ତିଆରି କରିଛି ସେ ସବୁ ମାଟିରେ ମିଶିଯିବ। କିନ୍ତୁ ଏ ଦିନଟା ଉପରେ ମୋର କାହିଁକି ସନ୍ଦେହ ହଉଛି? ଦୁନିଆ ଅଳିଆ ଆପଣ ତ ଖାଲି ସବୁବେଳେ ସମସ୍ତଙ୍କୁ ସନ୍ଦେହ କରିବେ ଆଉ। କିଏ କୋଉଠି କେତେ ଖାଇଗଲା, କିଏ କୋଉଠି କେତେ ନେଇଗଲା, କିଏ କୋଉଠି କଣ କଲା, କିଏ କୋଉଠି କଣ ନ କଲା, ଆଉ ସବୁ କଥାରେ ଖାଲି ଅଳିଆ ପୁରେଇବେ ଆଉ। ଆଜ୍ଞା ଏଇ ହିସାବ କଥା ଦେଖୁନାହାନ୍ତି, ଏ ବର୍ଷ ପରେ କମ୍ପାନୀ 8 ଲକ୍ଷ ଟଙ୍କା ପ୍ରଫିଟ କରିଛି। You are right, Harami, you are right. ସଫଳତାର 22 ପାହାଚର ଅହଙ୍କାର ଯୋଉଥିରେ ଠିଆ ହେ ସେ ଆଜି ଗୋଟେ ନୂଆ ଡିସିସନ ନଉଛି। ଦୁନିଆ ଅଳିଆ ନୂଆ ଡିସିସନ। ଆସନ୍ତା ତିଥିରେ ମୋ ସନ୍ଦତକୁ ବିବାହ କରିଦେବାକୁ ପଡିବ। ଦୁନିଆ ଅଳିଆ କଣ କହିଲେ ଆଜ୍ଞା? ସଂଯତଙ୍କର ବାହାଘର ଏକଥା ଶୁଣିଲା ବେଳେ ମତେ ହସ ମାଡୁଛି ଆଜ୍ଞା। କାହିଁ କିଏ କାହା ନିଜ ଜୀବନକୁ ଅଳିଆ କରି ଗୋଟେ ପାଗଳଟାକୁ ବାହା ହବ ମୁଁ ତ କିଛି ବୁଝିପାରୁନି। ସେ ଦାୟିତ୍ୱ ତମର। ମୁଁ କଣ କରିବି? ଯେତେ ଟଙ୍କା ଖର୍ଚ୍ଚ ହେଲେ ବି ଯୋଉଠି ହଉ ଯେମିତି ହଉ ମୋ ସନ୍ଦତ ପାଇଁ ତମ ଗୋଟେ ଝିଅ ଯୋଗାଡ଼ କରିବାକୁ ହବ। ଆଜ୍ଞା କାହିଁକି ପୁଳା ପୁଳା ଟଙ୍କା ଆପଣ ପାଣି ସୁଅରେ ଭସେଇ ଦଉଛନ୍ତି? ମୁଁ ତ ଆପଣଙ୍କ କଥା କିଛି ବୁଝିପାରୁନି। କିଛି ବୁଝିପାରୁନ? ନାଇଁ ଆଜ୍ଞା। ତମ କାନଟା ମୋ ପାଟି ପାଖକୁ ଆଣ। ଏ ଦୁନିଆ ଅଳିଆ। ନାଇଁ ଆଜ୍ଞା ଆପଣଙ୍କ ବୁଦ୍ଧିକି ମାନିବାକୁ ହବ। ଆଜ୍ଞା ମୁଁ କଣ ଏତେ କଥା ଭିତରେ ପଇ ନିଅ ହରାମି 10,000 ଆଜ୍ଞା ଆଡଭାନ୍ସ। ଆଜ୍ଞା ଏଇଟା ଆଡବା ଆଜ୍ଞା କନ୍ୟା ଠିକ ହେଇଗଲା ବୋଲି ଧରି ନିଅ। ଆପଣ ଡେରି କରନ୍ତୁ ନାହିଁ, ଶୀଘ୍ର ଜ୍ୟୋତିଷକୁ ଡାକି ସଂଯୋଗଙ୍କ ବାହାଘର ପାଇଁ ଦିନ ବାର ଠିକ କରି ସବୁ ଅଳିଆ ସଫା କରିଦେଲେ। ରିଲି ଆଜ୍ଞା ବିଦ୍ୟାଳୟରେ ଆଖି ଛୁଉଁଛି। ମୁଁ ଆପଣଙ୍କୁ କଥା ଦେଲି ମାନେ ବସ୍ତା ଦେଲି। ମୁଁ ଜାଣେ ହରା ତମେ ଏ କାମ ନିଶ୍ଚୟ ପାରିବ। ହେଲେ ଯୋଉଠି ହଉ ଯେମିତି ହଉ ମୋ ସନ୍ଦତ ପାଇଁ ତମେ ଗୋଟେ ଝିଅ ଯୋଗାଡ଼ କର। ଆଜ୍ଞା ଏଇ ଧର 5,000 ତମ ଆଡଭାନ୍ସ। ଦୁନିଆ ଅଳିଆ। ମତେ ଛାଡି ଦିଅ ସୁନିତା, ମତେ ଛାଡି ଦିଅ। ଏ ବିଷ ପିତ ମତେ ମାରିବାକୁ ଦିଅ। ତମେ ଏମିତି କଣ କହୁଛ? ତମ ମୁଣ୍ଡ ଖରାପ ହେଇଯାଇଛି ନା କଣ? ମୁଁ ଯାହା କହୁଛି ଠିକ କହୁଛି। ପ୍ଲିଜ ସୁନିତା ତ ମତେ ଛାଡି ଦିଅ, ତ ମତେ ଛାଡି ଦିଅ ସୁନିତା, ତ ମତେ ଛାଡି ଦିଅ। କାହିଁକି ବଞ୍ଚିବି? କଣ ପାଇଁ ଆଉ ବଞ୍ଚି ରହିବି? ସ୍ୱାମୀ ହେଇ ମୁଁ ତମକୁ ପେଟ ଭରି ତୁମଟେ ଖାଇବାକୁ ଦେଇପାରୁନି, ଦେହ ଲୁଚେଇ ପାଇଁ ଖଣ୍ଡେ ଶାଢୀ କିଣି ଦେଇପାରୁନି, ପଦେ ମିଠା କଥା କହି ତମ ମନକୁ ଖୁସି କଲା ଭଳି ସାହସ ମଧ୍ୟ ମୋ ପାଖରେ ନାହିଁ। ଏମିତି ଏକ ଅସହାୟ ଜୀବନ ନେଇ ବଞ୍ଚି ରହିବାର ମାନେ କିଛି ନଥାଏ ସୁନିତା। ତା ଅପେକ୍ଷା ମରିଯିବା ବରଂ ଭଲ। ଏଇଥିପାଇଁ ତମେ ଏତେ ଭାଙ୍ଗି ପଡୁଛ? ଏଇଥିପାଇଁ ନିଜକୁ ନିଜେ ଶେଷ କରିଦେବାକୁ ବସିଥିଲ? ତମେ କଣ ଜାଣିନ ସରୋଜ, ଗୋଟେ ବିବାହିତା ନାରୀ ସବୁ କିଛି ସହିପାରେ, ହେଲେ ତା ଆଖି ସାମ୍ନାରେ ତା ସ୍ୱାମୀ ଆରପାରିକି ଚାଲିଯିବ, ଏ କଥା ସେ କେମିତି ସହିବ ସରୋଜ? କେମିତି? ସୁନିତାର ସକାଳ ସଞ୍ଜ ହେଇଯାଉ ପଛେ, ତା ଆଶାର ଆକାଶରେ କଳା ବାଦଲ ମାଡି ଯାଉ ପଛେ, ସେ ସବୁ କିଛି ସହିଯିବ, ହେଲେ ତମେ କଥା କେମିତି କହିପାରିଲ ସରୋଜ? କେମିତି? ଏ କଥା କହିବାର ଅଧିକାର ମୋର ନଥିଲେ ବି ମୋ ଅସହାୟତା ମତେ ଏ କଥା କହିବା ପାଇଁ ବାଧ୍ୟ କରୁଛି। ନାଇଁ ସରୋଜ ନାଇଁ, ମୋର ଟଙ୍କା ଗାଡି ବଙ୍ଗଳା ମୋର କିଛି ଦରକାର ନାହିଁ। ତମରି ପାଖ ରହି ତମ ପାଦ ସେବା କରି ସାରା ଜୀବନ ବିତେଇ ଦବାକୁ ଚାହେଁ। କିନ୍ତୁ କାହିଁକି ସୁନିତା, କାହିଁକି? ମୋ ପରି ଗୋଟା ଝିଅ ତା ସବ ଯିଏ ସମାଜ ପାଖରେ ଖୁଣ୍ଡିତ, ଅପମାନିତ, ଅବହେଳିତ, ତା ପାଇଁ ତମ ମନରେ ଏତେ ଦରଦ କାହିଁକି? ଗୋଟେ ପଙ୍ଗୁ ଅଥର୍ବ ବେରୋଜଗାର ସ୍ୱାମୀ ପାଇଁ ତମ ମନରେ ଏତେ ଆଶା ଭରସା କାହିଁକି? ଗୋଟେ 2.5 ଦିନର ଜୀବନକୁ ନେଇ ତମ ମନରେ କୁହୁଡି ଘର ତୁଳିବା ପାଇଁ ଏତେ ଚିନ୍ତା କାହିଁକି ସୁନିତା, କାହିଁକି?
हुए तो चकरी बची जाई पारे हेले देह को छाड़ी छाई कर के भी सृष्टि है पारे सुनीता ए दुनिया तुमको जिते बेसी घृणा करले भी सुनीता सुनीता ता स्वामी रो सब दुख जंत्रणा को निज पिठरे पके से सती सावित्री परे ता स्वामी रो जीवन को जम पाखर छड़े आनिबो सरोज सरोज पारिबडी सुनीता तबे हारी जीव सरोज तम सब सा बार व्रत मो पई तमर पवित्रता सतीत्व संज्ञा सब किछि मो पई तमर पूर्ण हेछि सरोज तबे बुझी जानी ना सुनीता मते जो मारात्मक रोग हेछि ता ट्रीटमेंट पाई बिड़ा बिड़ा रोग दरकार कौड़ी कौड़ी टंका दरकार और सुनीता टंका प्रचुर टंका दरकार आप तो नियालिया मौसा बुझिलु आपा सरोज इरे बुद्धि खटेले टंकार अभाव रहिबो नै रे मौसा कहलु तोर केते टंका दरकार कि तो हरामी मौसा तो पाकर थाउ थाउ तू टंका पाइगा एते चिंता कर मौसा कह तोर केते दरकार कि 10,000 हां नहीं 20,000 कि 50,000 कह केते टंका दरकार टंका एमिति आसीओ जे तू रखिया को जागा पाइबु नै एकातरे के अलिया सफा कि तू बुझी पारुनी मौसा कौन बुझी पारु मो पई तमे तू गुडे टंका दबो तमारी सतर्क मु भलो ही जिबी काई तोर मौसा सतरे मु तमरी परी मनुष्य के दुनिया बची रही भी तो कोडा अलिया है सुनीता सुनीता मु भलो ही जिबी सरोज मु भलो ही जिबी सुनीता मु भलो ही जिबी भलो ही जिबी सतरे मूसा मो स्वामी भलो जिबे आमे पुणे हम सुख संसार गरीब दुनिया अलिया कथा वार्ता तू करू काई तमर कोन असुविधा है कहि बुझिलु मा तो स्वामी खाली मो कथा राजे हां भरी देले इरे केते टंका नौचुन दे अरे केते बैंक बैलेंस टीवी फ्रिज गडरेज वाशिंग मशीन कोउथे अभाव रही बटाई सती सती का तू गोटे रानी हे जिबुल रानी तबे तबे कोन कहलो मौसा मो सुनीता सती सती का रानी ही जिवो आउ मो सुनीता पेट भरी दिबुटा खाइबा को पाइबो मो सुनीता धोली फुली साड़ी कोणे पिंदिबो ए बापा सरोज से कथा कोन कहू तू खाली मो कथा राजी हे गले सती सती का तू हे जू राजा सिए हे जीवो रानी एका थरे अलिया सफा कह तू मूसा हमको कोन करबा को हबो हुंडी डाकिलो हमको न केवल सत्य मते हाँ तते किछि दिन पाई आउ जनकर स्त्री भावे अभिनय करबा ना लोकटा भारी संपददार लोक ए अल्प दिन तले ता स्त्रीटा पूरा बीमार रे पड़ी मरी गला से सब बेले खाली ता स्त्री की झुरी होउची डॉक्टर सफा सफा कहि देले से जदी आउ तोरे बा न से आउ बंचीबनी बुझिलु मा इज्जतदार लोकटा ता सेति पाई मु कहउथली चली जा कहूची चली जा उठो अच्छा माँ तू रागिलु कहीं ना वो पचार तू रागिलु कहीं तो स्वामी रो जो अवस्था केते बजे ठक किरा पड़ी मरी जो से किए कहबो नहीं मौसा नहीं तू मुठे खाइबा पई खंडे पिंदिबा पई एमते केते दिन आ द्वार होतबु सेति पई कहूची मो कथा राज्य हां भरी देले एकातरे के अलिया सफाई मौसा बाहर जाओ कहूची ता मेरे धक्का मारी एठु बाहर कर देबी या बतु निया अलिया कथा वार्ता करची ए कथारे नहीं केते माठी माटरा मु सही दर पड़ा काट कते बुझाई केते ना बुझाई केते मोर तेरे दुनिया अलिया मु चाली नहीं मौसा नहीं एते बड़ पाप कथा मुह धरिनी मते जहा कहबो मु सब माथा पति सही जिबी हेले मो सरोज नहीं मौसा नहीं इलो मा सेति पाई कहूची मो कथा राज्य खाली हां भरी देले नौनु केते टंका नौचु ने तो स्वामी की केते औषध केते फल रस खौचु खुआ केते गुलगुला पकुड़ी सिंगड़ा खौचु खुआ सरोज ए सरोज तमे एठी ठिया छ अथच लोकटा कोण कहबी मौसा चाह कहउछती ठीक कहउछती बरं तबे मौसा को प्रस्ताव पर राजी हे जा
ଅଭିନୟ ପାଇଁ ଯଦି ଆମ ଉଜୁଡା ସଂସାରଟା ସଜାଡି ହେଇଯିବ ତମେ ସୁଖରେ ରହିବ ଆନନ୍ଦରେ ରହିବ ତାହେଲେ ଏତେ ବଡ ସୁଯୋଗ ହାତ ଛଡା ନ କରି ତମେ ମଉସାକୁ ପ୍ରସ୍ତାବରେ ରାଜି ବୁଝିକି ମାନିବାକୁ ହବ ମୁଁ ଦେଖୁଛି ତୋ ବୁଦ୍ଧିରେ ତ ଟିକିଏ ହେଲେ ଅଳିଆ ନାହିଁ ତମେ କଣ କହିଲ ସରୋଜ ତମେ କଣ କହିଲ ତମ ସୁନିତା ଆଉ କାହାର ସ୍ତ୍ରୀ ହବ ତମ ସୁନିତା ଆଉ କାହା ସହିତ ରାତି ବିତେଇବ ଏକଥା ତମେ କହିପାରିଲ ସାମାନ୍ୟ ସ୍ୱାର୍ଥ ପାଇଁ ଶେଷ ତମେ ଛି ସରୋଜ ଛି ଏକଥା କହିବାକୁ ତମ ଜୀବନ ଟିକେ ଅଟକି ଗଲାନି ମୁଁ କଣ ସତ୍ୟ ଅନୁସାର ପରେ ତା ବିଷ୍ଣୁ ଦାସ ପାଇଁ ନପାଉ ରାତି ନମରୁ ପତିର କାହାଣୀକୁ ଧରି ପାରିବିନି ମୁଁ କଣ ଶର୍ମିଷ୍ଠା ସାଜି ତା ମନର ଜଜାତିକୁ କୁରୂପ ଡିମ୍ବରୂପ ପରିବର୍ତ୍ତନ କରିପାରିବିନି ମୁଁ କଣ ଶକୁନ୍ତଳା ସାଜି ତା ମନ ରାଜା ଦୁଷ୍ମନ୍ତ ପାଇଁ ଲୁହ ଲୋକ ଏକାଠି କରି ଜୀବନ ବିତେଇ ପାରିବିନି ବନ୍ଦ କର ସୁନିତା ମୁଁ ତମର କୌଣସି କଥା ଶୁଣିବା ପାଇଁ ଚାହେଁ ନା ମୁଁ ଯାହା କହୁଛି ତମେ ସେଇଆ କର ତମେ ତମେ ମଉସାକୁ ପ୍ରସ୍ତାବରେ ରାଜି ହେଇଯାଅ ତମକୁ ସ୍ୱାମୀ ବୋଲି ସମ୍ବୋଧନ କରିବାକୁ ମତେ ଘୃଣା ଲାଗୁଛି ସ୍ୱାମୀ ନାରୀ ନାରୀ ଜାତି ପାଇଁ ତମେ ହଉଛ ଗୋଟେ କଳଙ୍କ ତମ ଦେହରେ ଯୋଉ ରକ୍ତ ବହୁଛି ସେ ରକ୍ତ ଏ ବଂଶର ରକ୍ତ ନୁହଁ ସେ ରକ୍ତ ହଉଛି ସୁନିତା मारो सरोज तमे मते मारी मारी शेष कर दियो हेले तो बड़ पाप काम करिया को मते बाध्य कर कौन कहलु नहीं कौन कहलु एटा तो पई पाप आ तो अगर तो स्वामीटा मरि जाऊ एटा तो पई पुण्य नहीं बोस नहीं ए देखुछु तो मथार सिंदूर केमती दाउ दाउ हे जळुछि तो हातर संखार ऋणु झुणु शब्द रे ए घरटा केमती कंपी उठुछि हेलो तू कौन चाहूचु तो मथार सिंदूर लिभि जाऊ अरे तू कौन चाहूचु तो हातर संखा भांगी जाऊ हेलो माँ सबू जदि नाही ताले क तो पई पड़ा कि तू ना तो स्वामी अल तो स्वामी ना तू तू ना तो स्वामी ना तू तो स्वामी जीवन केमती सूता खेरे झुलुची एटा बुझे केते न बुझे केते तू तोरे जिंदा मुर्दार स्वामी की नहीं घरे पड़ी रहीता तारे मोर दुनिया ओलिया काम मु चालू मौसा सुनी जाओ मौसा सुनी जाओ इलो मां पुणी काई डाकिलु कोन है लाई मौसा मु तम प्रस्ताव पर राजी मो सुना जोटा किए लो सरोज सब ओलिया को छपा कर देला उठ सरोज उठ बापा सजू सजू रे उठ बा उठ किछि भाई बापा ने 10,000 अछि आकु रख एणिके टंका पैसार अभाव रहिब नाही बा एणिके तो खाली टंकार सुआ छुटीब हो मां तू केंटे देखलु तू जा एथर सजबाज ही जा आमे बाहर पड़िबा मु जाउ जे शुभ खबरटा बाबू को जणै दे आसे लो मां सब हेला जे पुन तो टिके अलिया रही गला अलिया पुणी के अलिया मोसा नहीं कथा कोन की मां
तू जदि एमती मुंडरे सिंदूर हाथ में शंखा पिंधि बाबू सामना को जीवु बाबू कौन तोते कदापि स्त्री भया ग्रहण करेंगे मौसा हेलो माँ बाघरटा सीना मिछ बाबू स्त्री हवा कथाटा सीना मिछ हेले देहटा को तो पुणी अभियाड़ी करी रखा हम कहूँ माँ मुंडरू सिंदूर पोछि दे हाथरू शंखा भांगी दे निजको अभियाड़ी वेशरे सजई दे पोछि दियो सुनीता मथारू सिंदूर पोछि दियो हाथरू शंखा भांगी दे निजको अभियाड़ी वेशरे सजई दियो बेस ठीक अच्छी एसबू तमें कर जो हाथ मो मथारे सिंदूर पिंधे देथिलो हाथ में शंखा पिंधे देथिलो से हाथ मो मथारे सिंदूर पोछि दियो मो हाथ शंखा भांगी दियो मते मते अभियारी बेसरे सजाई दियो बापा सरोज रे आउ कहीं देरी करछु कहन जा अतरे शीघ्र ओलिया सफा कर दे जा तबे ठीक होछ सुनीता मुझे निश्चित तुम सीमंतर सिंदूर पोछि देवी तुम हाथ शंखा भागी दे मुझे आज तुमको अभियाड़ी विषय सजाई देवी निजे मणिसरे तू मिछ घर ओ काहीकि गड़ीछु मिछ घर सकाळ सिंदूर संज गुण थाए निज लोक निज पाई पर हेई जाए ओ मिछ साड़ी शंखा हेले सत बाहाघर अलस संजर पाणिचिया मुहंदार सहित किसी क्षण हजि जावाई मनटा मोर अस्थिर हो पड़ुछि पुणे जह्नर रूपा आलुरे से मो सहित मीठा मीठा कथा हेबे आउे मु मो अलस भंगा देहटा कूल किसी क्षण हजई देवी जस्नार बतुरु बतुरु फूल गुड़िक आम उपरे लोटी पड़ुथिबो ए अभिमान मन को बुझेबाक जाई से कहबे ए सीमा मु तुमको छाड़ी केबे भी लंडन जीविनी आ तापरे मु कहबे तमे सत कहछ तो मत छाड़ी केबे भी लंडन जीवनी आ तापरे से कहबे मिछ कहि कहबी तमे परा भर नाही मु कहि परिबिनी मत भल लाज माडुछि एते बाट जेतबेले आगे गलनी पुणे तो लाज कोन पई माने तमे सब कथा लुचि सुनथि कोन ता छुड़ा उपाय कोन अछि मैडम तमे जेतबेले बासर घरे भयंकर छात्र मुंड रखी गुण गुण हे प्रेमर स्वर तळुथिबो से स्वर श्रोता हबार परमिशन तो मते मिलबनी तेणु भाबिले भाउजो कोन कहले से भाई भाउजो किछि तो भूल कहिनी हेले तमे अजड़ा चावल भात खाइछ जमते किछि जानि न एते फुले न होय मते शेखर भाई रु शेखर को प्रमोशन कर दियो कारण समस्त जानि गेलनी मैडम ए लंडन फेरंता बारिस्टर सौरव सामंतराय और सीमा सामंतराय को मध्य चली प्रेम मामलार राय कथा से राय है सौरभ सामंतराय को मन दे भयंकर अपराध रे सीमा सामंतराय सौरभ सामंतराय को हृदय कारागार रे आजीवन बंदिनी बदमाशर सीमा टेपि मांकड़ मान को एमती शासन कर अरे माँ बहु कष्ट सर्वेश्वर सामंतराय आखिर आंदोला आंदोला लुह ढाली ये घर अगणार जो फूल गछ बंचाई रखी मोर विश्वास से गछर दायित्व तू ही नहीं पारिबु
ସେଥିପାଇଁ ମୁଁ ନିଷ୍ପତ୍ତି ନେଇ ସାରିଛି। ନିଷ୍ପତ୍ତି କି ନିଷ୍ପତ୍ତି ଭାଇ? ଖୁବ ଶୀଘ୍ର ସୌରଭ ସହିତ ସୀମାକୁ ବାହା ଦେଇ ହଁ। ଏ ଘରେ ତାକୁ ବୋହୂ କରି ରଖିବି। ଏବେ ଫୁରେ ଏବେ ଫୁରେ ଏବେ ଫୁରେ ଏବେ ଫୁରେ ଏବେ ଫୁରେ ଏବେ ଫୁରେ କଣ ଭାଇଜ ଏଥର ମନ ଖୁସି? ମୁଁ ଜାଣିଛି ରେ ମା, ତୁ ସୌରଭକୁ ବହୁତ ଭଲ ପାଉଛୁ, ଆଉ ସେ ଭଲ ପାଇବା ଘରଟାକୁ ସୁନ୍ଦର କରି ମଜବୁତ କରି ଗଢି ତୋଳିବାକୁ ମୁଁ ମଧ୍ୟ ଚାହେଁ। ସେଇଥିପାଇଁ ତୋ ହାତରେ ମୁଁ ପିନ୍ଧେଇ ଦଉଛି ଏ ବଂଶର ଶେଷ ସନ୍ତକ। ଭାଇ ଯାହା କରିଛନ୍ତି ଠିକ କରିଛନ୍ତି। ମୋ ବୋଉ ସାଇତି ରଖିଥିବା ଏ ଘରର ଶେଷ ସ୍ମୃତିକୁ ତମ ହାତରେ ପିନ୍ଧେଇ ଦେଇ ଭାଇ ଆଜି ଏ ଘରର ଲକ୍ଷ୍ମୀକୁ ବରଣ କରିଛନ୍ତି। ଶେଖର ଶେଖର ଭାଇ ଆଜି ପରା ଆମ ସୌରଭ ଆସିବା କଥା। ଆରେ କଣ ତୁ ଏଠି ଠିଆ ହେଇ ଗପୁଛୁ? ତୋ କଥା ମୁଁ କିଛି ବୁଝିପାରୁନି। ଆରେ ବଦମାସ ଜଲ୍ଦି ଯା, ମୋ ଭାଇଟା ହଇରାଣ ହଉଥିବ। ଭାଇ ତମେ ଜମା ଭାଇ ଭାଇ ଏଇ ବା ଭାଇ ଭାଇ ଆସିଲାଣି। ଏ ଜଗନ୍ନାଥ, ମୋ ସପନ ଆଜି ସତ ହେଇଛି। ଭାଇ ତମେ କଣ ଦେଖାଯାଉଛ? ବାବାରେ, ଆରେ ଉଠ ଉଠ ବା ଉଠ। ଆଉ ତୋର କିଛି ଅସୁବିଧା ହେଇନି ତ? ନାଇଁ ଭାଇ ମୋର କିଛି ଅସୁବିଧା ହେଇନି ତ? ପ୍ରତି ସପ୍ତାହରେ କାହିଁ ଫୋନ କରୁନଥିଲୁ? ମୋ ମନକୁ କେତେ ପାପ ଛୁଇଁଲା। ମୁଁ ଭାବିଲି ମୋ ଭାଇ ପାଖରେ ଟଙ୍କା ପଇସା ନଥିବ, ସେ ବିଲାଥିବା ମାନେ ବେଖାତିରି କରିଥିବେ, ସାଙ୍ଗରେ ବସେଇ ପାଠ ପଢେଇ ଦଉଥିବେ, ଏମିତି କେତେ କଥା। ଓହୋ ଭାଇ ମୋର ସେମିତି କିଛି ପ୍ରୋବ୍ଲେମ ହେଇନି, ବୁଝିଲ ଭାଇ। ତମେ ଯେତିକି ଟଙ୍କା ପଠେଇଥିଲ ନା, ମୁଁ ଯେ ସେଠି ଆଉ 2 ମାସ ରହିଥାନ୍ତି ମୋର ଚଳିବାର କିଛି ଅସୁବିଧା ହେଇନଥିଲା। ହଁ। କେବଳ ତମରି ପାଇଁ ମୁଁ ସେ ବିଲାତି ବନ୍ଧୁମାନଙ୍କ ସହିତ ତାଳ ଦେଇ ଚାଲିଛି। ସେମାନଙ୍କ ସହିତ ମିଶି ପାଠ ପଢିଛି, ଖେଳିଛି, ବୁଲିଛି, ଖାଇଛି। ଏମିତି କି ସେମାନେ ମତେ ଭାବୁଥିଲେ ମୋ ଘର ଓଡିଶାରେ ନୁହଁ, ତାଙ୍କ ଇଂଲଣ୍ଡରେ। ଆରେ ସତରେ ସେମାନେ ତତେ ଏତେ ଭଲ ପାଉଥିଲେ? ହଁ ଭାଇ। ଓହୋ ଭାଇ ତମେ କି ଚୁପ୍ ହେଲ? ସୌରଭ ଭାଇ କଣ ଚାଲି ଯାଉଛନ୍ତି? କେତେ ବାଟରୁ ଆସିଲେଣି, ପ୍ଲେନରେ ବସି ବସି ହାଲି ହେଇଯାଇଥିବେ। ସୌରଭ ଭାଇ ତମେ ଗଲ ଗାଧୋଇ ପଡି ଫ୍ରେଶ ହେଇଯିବ, ତାପରେ ଆମେ ଆଜି ସମସ୍ତେ ସାଙ୍ଗ ହୋଇ ପଖାଳ ଖାଇବା। ଭାଇ କଥା କଣ କିଛି କଥା ମୁଁ ଶୁଣିବିନି। ତୁ ଖା ପିଅ କରି ସାର୍, ଦି ଭାଇ ସାଙ୍ଗ ହେଇ ବସିବା, କଥାବାର୍ତ୍ତା ହବା ହେଲା। ସୌରଭ ଭାଇ ସୌରଭ, ସେ ଗାଡି ବାଲାଟାକୁ ବିଦା କରନୁ। କଣ ଆଉ ତତେ କହିବି? ହଉ ଦି ଭାଇ ଯା ଗାଡି ଥା, ମୁଁ ଯାଉ ସେ ଗାଡି ବାଲାକୁ ବିଦା କରିଦିଆ। ପଇସା ଦବ। Saurav, where are you? Saurav, থামে বটে গাড়িটা ভিতরে কুটিয়া পঠে দিয়েছি তো। খরনা শঙ্খ হুড়াহুড়ি বন্ডানো ঠাড়ি ধরি মঠে বন্ডা পোনা করি ঘরকু আনিব। স্টুপিড। প্লিজ এক্সকিউজ মি লোরা, প্লিজ সাইলেন্ট সাইলেন্ট প্লিজ। হারে সৌরভ, হেমানে সবু খিয়ে হেমানে মোটে মিটি টাহি টুটি খন। সৌরভ, আরে ঝিଅଟା କିଏ ରେ? ତତେ କଣ ଏଣୁ ତେଣୁ କହିଯାଉଛି, ତୁ କିଛି କହୁନୁ। କିଏ ଝିଅଟା? ମତେ ଆପଣ କ୍ଷମା କରିବେ ଭାଇ, ମୁଁ ଆପଣଙ୍କୁ ନ ଜଣେଇ ଲୋରାକୁ ମ୍ୟାରେଜ କଲି। ସୌରଭ, ହଁ ଭାଇ, ଲୋରା ଖ୍ରୀଷ୍ଟିଆନ ହେଲେ ବି ତା ଘର ଏଇ ଓଡିଶାରେ। ତାପରେ ତାକୁ ମୁଁ ଓଡିଆ ଭାଷା ଭଲ ଭାବରେ ଶିଖେଇ ଦେଇଛି। ତେଣୁ ମୁଁ ଭାବୁଛି ଆମ ଘର ଚଳେଇବାରେ ଲୋରାର କିଛି ଅସୁବିଧା ହବନି। ଏ ଲୋରା, ଇଏ ହଉଛନ୍ତି ମୋ ବଡ ଭାଇ। ଆଇ ମିନ୍ ହି ଇଜ ମାଇ ଏଲ୍ଡର ବ୍ରଦର। ସମ୍ପର୍କରେ ତମ ଦେଢଶୁର। দেড়শুর বুঝুনা সৌরভ, ঠমড়ে ওড়িয়া ঘড়ড় ওড়িয়া ল্যাঙ্গুয়েজ ভেরি ব্যাড। হ্যালো হ্যালো চুপ কর, ସେଇଠି ହ ସେଇଠି ହ କହୁଛି। মাই গড, ଆରେ କଣ କଲୁ? କଣ କଲୁ ତୁ? ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ ତ ଭାଇକି ତୋର ଟିକେ ପଚାରି ପାରିଲୁନି? ନ ଖାଇ ନ ପିଇ ଭୋକ ଉପାସ ରହି ତତେ ମୁଁ ଲଣ୍ଡନ ପଠେଇଥିଲି। ଆରେ ଶେଷରେ ତ ଭାଇକି ତୁ ପର କରିଦେଲୁ। ଇଏ ଦୁନିଆ ଦାଣ୍ଡରେ ମତେ ଲୋକ ହସା କରିଦେଲୁ। ମୋ କଥା ଟିକେ ଶୁଣ ଭାଇ, ମତେ ଟିକେ ବୁଝିବାକୁ ଚେଷ୍ଟା କର। କଣ ବୁଝିବ? ନାଇଁ ନାଇଁ ଖୋଲଟେ ବୁଝିବ। ଓହୋ 12 ଲ ପାସ୍ କରି ଯାଇଛ ନା,
ସେଇଥିପାଇଁ ଭାବୁଛ ଭାଇ ତମ କଥା କିଛି ବୁଝିପାରୁନାହାନ୍ତି ଆଖିରେ ଚଷମା ପାଦରେ ଜୋତା ଆଉ କୋଟାଏ ପିନ୍ଧି ବିଲାତି ବାବୁ ହେଇଯାଇଛ ସେଇଥିପାଇଁ ଭାବୁଛ ଏ ମାଟିର ମଣିଷ ମାନଙ୍କର କିଛି ଦାମ ନାହିଁ। ଆରେ ବର୍ତ୍ତମାନ ମୁଁ କଣ କରିବି କେମିତି ସୀମାକୁ ବୁଝେଇବି କି ସାନ୍ତ୍ୱନା ଦେଇ ତାକୁ କହିବି ତୋ ପାଇଁ ଯୋଉ ଘରଟା ତିଆରି କରିଥିଲି ସେଇଟା ଗୋଟେ କୁହୁଡି ଘର ବୋଲି ତାମାନେ ସୀମା ତମକୁ ବାହା ହେଇ ଏ ଘରର କୁଳ ଲକ୍ଷ୍ମୀ ସାଜିଥାନ୍ତା ଚଉରାମୂଳେ ସଞ୍ଜବତୀ ଜାଳି ସାମନ୍ତରାୟ ବଂଶର ମଙ୍ଗଳ ମାନସିଥାନ୍ତା ଗୁରୁବାରରେ ମାଳ ବସେଇ ଲକ୍ଷ୍ମୀ ପ୍ରାଣ ପଢି ଭାଇଙ୍କ ସ୍ୱପ୍ନକୁ ସାକାର କରିଥାନ୍ତା ତମେ ଏ କଣ କଲ ସୌରଭ ଭାଇ ତମେ ଏ କଣ କଲ ସୀମାକୁ ଏ ଘରର ବହୁ ଭାବରେ ଗ୍ରହଣ କରି ଭାଇ ତା ହାତରେ ଯୋଉ ମୁଦି ପିନ୍ଧେଇ ଦେଇଥିଲେ ସେଇ ମୁଦିକୁ ଭାଇ ସାତରୁ ଓହ୍ଲେଇ ଆଣି ମୋ ଲୋରା ହାତରେ ପିନ୍ଧିଦେବେ କାରଣ ସେ ମୁଦି ପିନ୍ଧିବାର ଅଧିକାର କେବଳ ମୋ ଲୋରାର। ନାଇଁ ନାଇଁରେ ପାଗଳା ସେମିତି କହନା ମୋ ଛାତି ଫାଟିଯିବ ମୁଁ ଅଣନିଶ୍ୱାସୀ ହେଇ ମରିଯିବି ରେ। ମୁଁ ଦେଖୁଛି ସୀମାକୁ ଏ ଘରେ ବୋହୁ କରିବା ପାଇଁ ତମମାନେ ସବୁ ପାଗଳ ହେଇଯାଇଛ। ଓହୋ ଆମେ ସବୁ ପାଗଳ ହେଇଯାଇଛୁ ପାଗଳ ହେଲେ କିଏ କରିଛି ଆମକୁ ପାଗଳ ତମେ କେବଳ ତମେ ତମେ କେମିତି ପରୀକ୍ଷାରେ ଭଲ ମାର୍କ ରଖି ପାସ୍ କରିବ ନୀତି ଶିବଙ୍କ ଉପରେ ବେଲପତ୍ର ଚଢଉଥିଲା ସକାଳୁ ସଞ୍ଜ ଯାଏ ବଉଳ ଗଛ ମୂଳେ ବସି ତମରି କଥା ଭାବି ଭାବି ଆଖି ପାଣି ଆଖିରେ ମାରୁଥିଲା ତମେ ତାକୁ ଆଜି ଠିକ ପୁରସ୍କାର ଦେଇଛ ଠିକ ପୁରସ୍କାର ମୁଁ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି ସୌରଭ ତମେ ଏତେ ବଡ ଭୁଲ କର ନା ଥରୁଟିଏ ତୁ ଭୁଲି ଯାଉଛୁ ଶେଖର ମୁଁ ଲୋରାକୁ ମ୍ୟାରେଜ କରିସାରିଛି ଲୋରା ବର୍ତ୍ତମାନ ମୋ ସ୍ତ୍ରୀ। ହଁ ସୌରଭ ଏଠି ଏଠି ମୁଁ ଖଣ୍ଡାଲିଟି ହ୍ୱାଟ ଇଜ ଦ ମ୍ୟାଟର ଡୋଣ୍ଟ ୱରି ଲୋରା ତମେ ମୋଟେ ବ୍ୟସ୍ତ ହୁଅନି ଏଭରିଥିଙ୍ଗ ଇଜ ଓକେ। ତମେ କୁହ ସୌରଭ ଭାଇ ସୀମା ବର୍ତ୍ତମାନ କଣ କରିବ କାହାକୁ ନେଇ ସେ ଜୀବନ ବିତେଇବ? ଆରେ ସେ କଥା ମତେ କାହିଁ ପଚାରୁଛୁ ଯିଏ ମୋର ମତାମତ ନ ନେଇ ଏତେ ବାଟ ଆଗେଇ ଯାଇଛନ୍ତି ତାଙ୍କୁ କହିଦେ ସେ ସୀମାକୁ ମ୍ୟାରେଜ କରନ୍ତୁ। हस्बैंड ऊपर को हटे उठे देना यू नॉनसेंस। सीमा दियो भाई तुम्हें मुझे लोरा भाजू को भी दे दियो सीमा सौरभ भाई ठीक कहते कौन जे मो पाखे योग्यता अच्छी मुझे मुदी पिंधेबी ताको सुख दुखे भाग बसैबी सीमा भाई पादर जोता कोड केबे बथर मुकुट खेची पारिबो पितल को जेते बाजिले से कोड केबे सुना परी चिकचिक करिवो बड़ तुलसी कोड केबे चौरा मूलर पूजा तुलसी पारिबो सीमा भाई तळ पहाचर मଣିଷ टाइमु मोर एते बड़ स्वप्न देखिया भूल जाइछि भाई मोर एते बड़ स्वप्न देखिया भूल जाइछि सीमा भाई तमे मुझे लड़ा भाजू को पिंधे दियो भाई तमे मुझे लड़ा भाजू को सीमा पिंधे दियो सीमा 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 आउ ख्याल कहीं भाई ये घर संतक मूल रात रे पिंधे देई ताकू ए घर कुल लक्ष्मी ग्रहण कर। अरे केमिति मु ताकू ग्रहण करिबी जणुक ए घर बहु भाव रे स्वीकार कर साला परे ता सहित विश्वासघातकता करी आउ जणु केमिति बहु बोली स्वीकार करिबी मु पारुनी सौरभ जदि पारुछु ए मुद्दी किने निज हाथ रे लोरा को पिंधेई दे। अरे ने मनीष रे तू काहे की गड़ी छु मिछ घर ओ काहे की गड़ी छु मिछ घर सकाळ को खाए संजरे न खाए ना ताको धरी हुए ना से धरा दिए ओ मिछ माया खेल छाइया लोर घर नुहे तो कुहुड़ी घर घर नुहे तो कुहुड़ी घर घर नुहे तो कुहुड़ी घर। भाई नुहरे कह ठक प्रबंचक नहले कह गोटे मिथ्यावादी नाई भाई नाई ए शेखर बंची थिबा जाए से केबे तुमके समाज आखिरे छोट होबाकू दबनी पारिबू मो कथा तो रखी पारिबू। अरे मो सीमा आखिर लुह पोछि दे पारिबू
ତାକୁ ଏ ଘରର କୁଳବୋ ଭାବରେ ଗ୍ରହଣ କରିପାରିବୁ? ଯାହାକୁ ମୁଁ ମୋ ମନ ପ୍ରାଣରେ ଆଜି ପର୍ଯ୍ୟନ୍ତ ଭାଉଜ ବୋଲି ଭାବି ଆସିଛି, କେବେ ନୁହେଁ ଶେଖର। ଆରେ ମୁଁ ତୋ ପାଖରେ ହାତ ପାତି ଭିକ ମାଗୁଛି, ମୋ ସୀମାକୁ ତୁ ଗ୍ରହଣ କର। ଘର ନୁହଁ ଏ ତ କୁହୁଡ଼ି ଘର, ଘର ନୁହଁ ଏ ତ କୁହୁଡ଼ି ଘର, ଘର ନୁହଁ ଏ ତ କୁହୁଡ଼ି ଘର। ताजा खबर मजा खबर आपण मान एरिया को आपण मान सहर को नियंतु आज्ञा मात्र 10 टंका, मात्र 10 टंका विनिमय रे आपण माने खंडे खंडे आई लव यू इंग्लिश मैगजीन संग्रह करि परिबे। केवल आज्ञा प्राप्त वयसर युवक युवती मानक पई आपण माने खंडे खंडे किनि पड़तु ना, आपण कर देह मन अजौबन खाली उठिबो पड़िबो पड़िबो उठिबो। आज्ञा नियंतु मात्र 10 टंका, मात्र 10 टंका विनिमय रे आपण माने थोड़ा व्यापार को मारे गुली। व्यापार कौन करी? असल लोक तो एठिक आसनी आ बेपार कौन करी? अरे हलिक्स एठी कहीं आसनी ना, घरे नहीं ना, आउ को छोड़ा जाई मो हलिक्स की खाई हुष्ट पुष्ट है लाखी। एकदम ठीक अछि। तमे आछो हलिक्स आ डेरी कर ना, मते टिके टच करि पकेलो। इस मते भारी लाज लागुची। लाज लागुची हेठ हताशा भाई तम भलिया पेशेंट थाउ थाउ ए हलिसी अन्नी के खाइ के हुष्ट फुष्ट हो गइला। ता माने ए पर्यंत सील खोलिनी, ता माने तुमको केही टच करि नहंती? सत कहउछ आखि छुइलो, ता माने तुम हलिस प्रति भरोसा नहीं अछि? अछि बेली तो गोटिए मिनिट भी विलंब करिया को चाहूनी। आ तुम डेरी कर ना, मते टिके टच करि पकेलो। अच्छा मते भारी लाज लागुची। लाज लागुची? काले के देखिबो? देखो अब देखो सेतल को हताशा बताशा पाल्टी जाई दुर्बल रु सबल है सुनाली सठी वालिया। फाइट करूथबो हेले हलिक्स तुम एक्सपर्ट डेटा चली जाएनी तो तुम ठिपिटा कहीं मते आज हुगुड़ा हुगुड़ा बढ़िया लगुच नाई कथा कानी कहता से भाई मो प्राय लेला मुझे लव कॉलेज रे ए 7 दिन ला असिस्टेंट लव टीचर भाबे जॉइन करिছে। हैं असिस्टेंट लव टीचर? हां हां ता माने फुल टच। अच्छा हलिक्स नाइट क्लास तो करिवो? बुझिला हता से भाई हम कॉलेज रे प्रिंसिपल ना भारी बढ़िया से अन्य घर को जॉइन कर देलन म केबल तुम हलिक्स छडा नुआ कोन मु भी सही कथा बसी भाबुछ निया आउ घियो घियो आउ निया नाइट क्लास चली थबो पवन साई 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 गर्जन छाड़ू थबो आउ ठीक सेतिक बेलिया डाहाळ कुकुड़ा गुडाको कुकुठबे आउ तुम प्रिंसिपल आउ तुमे दुहे बसी ड्रीम गर्ल सिटी कैसेट देखु थबो तापरे तापरे दुहे दुहे को फुल टच करी नानादी प्रकार नरकारो तुम मेल कास्ट एते छोट एते नीच एते हिन तुम फीमेल कास्ट को भलो की ना ना तुम फीमेल कास्ट को भलो जदी भलो की मत कोन जानि म केमिति ए नियो एई मैगजीन प्रथम पृष्ठ रे कोन लिखा अछि पढो एठी का सर नियो ए कोन लिखा अछि पढिलो प्रेमिका चाकरी पाइला परे ता पूर्व प्रेमिका को परित्याग करी निज ऑफिसर संगरे चंपट
ଶଳା ବିଚରା ପ୍ରେମିକ ଟିକିଏ ଟଚ୍ କରିବ ବୋଲି ମନରେ କେତେ କଣ ଆଶା ବାନ୍ଧି ନଥିଲା। ଶଳା ହତାଶିଆ କିଛି କୂଳ କିନାରା ନ ପାଇ ଶେଷକୁ ଟ୍ରେନ ଚକା ତଳେ ଆତ୍ମହତ୍ୟା କଲା। ନା ଏ କଥା ମୁଁ ହବାକୁ ଦେବିନି। ହତାଶା ବିନା ହଲିସ୍ କେବେ ବଞ୍ଚି ପାରିବନି। ମୋର ବି ସେଇ ପ୍ରକାର ଅବସ୍ଥା। ହଲିଷ୍ଟ ଛାଡି ଏ ଶଳା ହତାଶା କେବେ ହେଲେ ରହିପାରିବନି। ଆଉ ତମେ ଡେରି କର ନା, ମତେ ଟିକେ ଟଚ୍ କରି ପକେଇଲ। କିଏ କାହାକୁ ଟଚ୍ କରୁଛି ଭାଇ? ବିଲକୁଲ ଅଳିଆ ରଖିବିନି, ପୁରା ସଫା କରିଦେବି। ମୋର ବି ମସିଆ ହେଇଗଲାଣି। ଲାଜ ଲାଗୁଛି? ଲାଜ ଲାଗୁଛି ଟଚ୍ କରିବା ବସିଥିଲୁ କେମିତି? ଏଲୋ ହର୍ଲିକ୍ସ ତତେ ମୁଁ କେତେ ଥର କହିଛି, ଏ ଫେରି ବାଲା ଟ୍ୟୁସନ ବାଲା ଏ ଶଳା ହକର ବାଲାକୁ ତୁ କଦାପି ବିଶ୍ୱାସ କରିବୁ ନାହିଁ। ଏ ଶଳା ଏମିତି କିଳା ଦେଇଦେବେ ତୁ ପଛାନ୍ତେ ବସି ଭାବୁଥବୁ, ଖୋଜିଲେ ବି କୂଳ କିନାରା ପାଇବୁନି। କଣ ହେଲା? ନାଇଁ ନାଇଁ କଣ ହେଲା? ଏ ହତାଶାକୁ ଅପମାନ ହତାଦର। ଦେଖ ତୁମ ଝିଅ ହଲିସ୍ କି ଟଚ୍ କରିଛି, ଦରକାର ପଡ଼ିଲେ ତମକୁ ବି ଶଳା ଦେଖୁ ବାଉଆ ଗୋଟେ ଥୋଇଦେବି। ଉଠା ଗୋଡ ଛାଡୁ ପଡା ଛାଡୁ ପକା। ଶଳା କର୍ଫ୍ୟୁରେ ତୁ ପାଦ ପକେଇଲେ ଶଳା ଅଳିଆ କରି ଛାଡିଦେବି ଜାଣିଛୁ। ତମ କର୍ଫ୍ୟୁ କଟନ ଭାଙ୍ଗି ଆଗକୁ ପାଦ ବଢାଉଛି, କଣ ମୋର ଅଳିଆ କରିବା କଥା କର। ମତେ ଅଳିଆ ଦେଖଉଛି, ଶଳା ମୋ ଅଳିଆ ଜାଣିନାହିଁ। ଶଳା ଭୁଆ ଶଳା ଦେଖିବି କଣ ଦେଖୁଛୁ? କଣ ହେଇଛି? ବାପା ଯା ଟିକେ ଦେଖ। ଶଳା ଅଳିଆ ହେଇଗଲା ନା କଣ? ବାପା କଣ ଯଦି କିଛି ହେଇଯାଏ? ଅଳିଆ ହେଇଗଲା ନା କଣ? ବାପା ତମକୁ ଜେଲ ହେଇଯିବ। ନାଇଁ ମୁଁ ନହେଲେ ଫାଶୀ ହେଇଯିବ। ମା କଣ କରିବା? ବାପା ତମେ ଠିଆହେଲେ କାହିଁକି? ଶୀଘ୍ର ଯା ପାଣି ଆଣିବ। ପାଣି ଶଳା ଅଳିଆ ହେଇଗଲା। ନହବା କଥା ହେଇଯାଇছিল। ମୋ ହାତଟା କାହିଁ ଝିମଝିମ ହେଇଯାଉଛି? ନାଇଁ 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 ଜମା ସେ କାମ କରନା, ମୁଁ ସେ କାମ କରିବା କଥା ତୁ କାହିଁ କରୁଛୁ? ରବେ ଶଳା ଗୋଡଟା ନାଠି ହେଇଗଲା ନା କଣ? ସେଇଟା ଗୋଟେ ନୂଆ ଠେଙ୍ଗା ରୋଗ ଆଇছিল। ନାଇଁ 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 କୋଉଥିରେ ହାତ ମାରନା, ହାତ ମାରିଲେ ଭାରି ବଢୁଆ। କିଏ ଯେମିତି ମୋ ଛାତି ଭିତରେ ପଶି ଧାନ କୁଟି ପକଉଛି, ଖାଲି ଶୁଭୁଛି। ଏତେ ଭଳିଆ ମତେ ଟିକେ ଟଚ୍ କରିବି ଯଦି କର, ତା ନହେଲେ କଣ ନାଇଁ କଣ ହେଇଯିବ, ଜୀବନଟା ପୁରା ପାରେ। କିଛି କୁଆଡେ ଯାଇନି, କେମିତି ଭଲ ଲାଗିବ? ଟିକେ ଟିକେ ସେମିତି ଲାଗୁଛି। ସେମିତି କିଛି ଜଣା ପଡୁନି। ଶାନ୍ତିରେ ଶୁଖୁଆ ଭଳିଆ ପଡିଥିଲୁ, ମୁଁ ପାଣି ନେଇ ଆଇଲା ବେଳୁ ଏଠି ଗଡିଶା ଭଳିଆ ଡେଇଲାଳୁ। ଏବେ ହେ ଶଳା ଚିହ୍ନିଛୁ ମତେ? ଶଳା ତୁ ଏମିତି ପମ୍ପ ଦେବି ବେଲୁନ ଭଳିଆ ଉଡିକି ଯାଇ ଆମେରିକାରେ ପଡିବୁ। ଆରେ ହେ ଦେଖ, କେବଳ ତୁମ ଛୁଆ ହଲିକ୍ସର ଫାଦର ବୋଲି ଏପର୍ଯ୍ୟନ୍ତ ତୁମକୁ ମୁଁ ପ୍ରେଷ୍ଟିଜ ଦଉଛି। ତା ନହେଲେ ତୁମ ଝିଅ ହଲିକ୍ସ କଣ ଟଚ୍ କରୁଛି, ଦରକାର ପଡିଲେ ତମକୁ ବି କଥାବାର୍ତ୍ତା ଛାଡ। ହଲିକ୍ସ ବୁଢା କିଛି ବାନ୍ଦର। ମୁଁ ଯାଉଛି, ଏଇ ଶୁଣ 5ଟା ବେଳକୁ ଦେଖା ଚାଲ କଥାବାର୍ତ୍ତା। ମସ୍ତି ବାଇ ବାଇ। ଶଳା ଦେଖୁନ କଣ କଣ ହେଲା? ନା ନା କଣ ହେଲା? ମୋ ଆଶାକରେ ମୋ ପ୍ରେମିକାକୁ ଟଣା ଘୋଷଣା କରିକି ପୁଣି ହାତ ଉଠେଇ ମାରାମାରି ଇଏ ଅପମାନ ବରଦାସ୍ତ କରିପାରିବିନି। ଦରକାର ପଡିଲେ ଦେଖିବ କଣ କରିବି। ରାଗିଲି,
ଆଉ ଚଳିଲି ଥଣ୍ଡା ମରିଗଲି ବାବୁ ମରିଗଲି। ଆଲୋ ତୋ ମରିଯିବାଟା ମୋ ପାଇଁ ବଡ କଥା ନୁହଁ, ବଡ ହଉଛି ମଦ। ମୋ ମଦ ପିଇବା ପାଇଁ ଟଙ୍କା ଦେ, ଟଙ୍କା ଦେ, ଟଙ୍କା ଦେ। ନାଇଁ ତୁ ମତେ ମାରୁ ମାରୁ ମାରିଦେଲେ ବି ତୋ ମଦ ପିଇବା ପାଇଁ ମୁଁ ତତେ ଗୋଟାଏ ବି ଟଙ୍କା ଦେଇପାରିବିନି। ତୋର ଏତେ ସାହସ, ଏତେ ଦିମାଗ ତୋର, ଟଙ୍କା ଦବୁନି ବୋଲି ତୁ ରୋକଠୋକ ମନା କରିଦଉଛୁ। ହାରାମଜାଦିର ଛୁଆ। ନାଇଁ ବାବୁ ମାର ବାବୁ ମା। ଏମିତି ପ୍ରତିଦିନ ଛଟପଟ ବଞ୍ଚିବା ଅପେକ୍ଷା ମୁଁ ସବୁଦିନ ପାଇଁ ମରିଯିବାକୁ ଚାହେଁ। ତୁ ମତେ ମାରିଦେ ବାବୁ, ତୁ ମତେ ଜୀବନରୁ ମାରିଦେ। ନାଇଁ ନାଇଁ, ତୋ ବାପୁଟାକୁ ତୁ ଏତେ ବୋକା ଭାବୁନା ଯେ ତୋତେ ସେ ଜୀବନରୁ ମାରିଦବ। ଆଲୋ ମୁଁ ତୋତେ ଏମିତି ମାରୁଥିବି ହେଲେ ମରିବାକୁ ଦେବିନି। ତୁ ପର ଘରେ କାମ କରି ଆଣି ମତେ ଟଙ୍କା ଯୋଗେଇବୁ, ଆଉ ସେ ଟଙ୍କାରେ ତୋ ବାପୁଟା ମଦ ପିଇ ମୌଜ କରିବ। ମୌଜ ମୌଜ। ତୁ ମଣିଷ ନା ଗୋଟେ ରାକ୍ଷସ? ଝିଅର ରକ୍ତ ନିଗଡା ମଜୁରୀ ନେଇ ମଦ ପିଉଛୁ, ମୌଜ ମଜଲିସ କରୁଛୁ, ତୋ ବିବେକ କି ତତେ ବାଧା ଦଉନି? କଣ କହିଲୁ? ବିବେକ କହ। গুলি মার তো সে বিবেকକୁ। আলো মদ হଉଛି মোর জীবন। এ দুনিয়ারে ମୁଁ ସବୁକୁ ତୁଚ୍ଛ କରିଦେଇପାରେ, ହେଲେ ହେଲେ ମଦକୁ ନୁହଁ, ମଦକୁ ନୁହଁ। କାହିଁକି ବାପୁ କାହିଁକି ସେ ବିଷ ଗୁଡାକୁ ପି ତୋ ଜୀବନକୁ ବର୍ବାଦ କରିଦଉଛୁ? ଏଇ ଦେଖିଲୁ ତୋ ମୁହଁଟା କେମିତି ଶୁଖି ଗଲାଣି, ତୋ ଦେହଟା କେମିତି କଳାକାଠ ପଡିଗଲାଣି। ଉପଦେଶ ଦେଲା, ମଦ ପିଇବାକୁ ମତେ ବାରଣ କଲା। ଆଲୋ ହେ ଦେଖୁଛୁ ତୋ ବାପୁର ମଦ ବୋତଲଟା କେମିତି ଫାଙ୍କା ହେଇଗଲାଣି। ତୋ ପାଇଁ ମଦ ପିଇବା ପାଇଁ ସେ କେମିତି ପାଗଳ ହେଇଯାଉଛି। ଏ ଟଙ୍କା ଦେ। ନାଇଁ ମୁଁ ଦେବିନି। ଏ ଟଙ୍କା ଦେ। ନାଇଁ ମୁଁ ଦେବିନି। ଏ ହାରାମଜାଦିର ଛୁଆ। ନାଇଁ ବାବୁ, ନାଇଁ ମତେ ମାନ। ଦେ ଟଙ୍କା ଦେ, ଟଙ୍କା ଦେବେ, ଟଙ୍କା ଦେବେ, ଟଙ୍କା। ଭଲ କହିଲୁ ବେ। ଆବେ ସଇତା କାହିଁ ଯେମିତି ବଢିଲା ଝିଅଟା ମାରଧର କରୁଛୁ? ଆବେ ଝିଅଟା ପଇସାରେ ମଦ ପିଇ ମାତାଲ ହବ, ତତେ ଟିକେ ଲାଜ ଲାଗୁନି? ଆବେ ତୋର ଯଦି ଟଙ୍କା ଦରକାର ଥିଲା ମତେ କହିଲି, ମୁଁ ତତେ ଟଙ୍କା ଦେଇଥାନ୍ତି। ଏଇଟେ ଧର ଧର ବାବୁ ଧରେ 100 ଟଙ୍କା, ଯା ଟିକେ ମନ ଫୁର୍ତ୍ତି କରି ଆସୁ। ଯା ବାଦଲ ବାବୁ, ଆପଣ ମତେ 100 ଟଙ୍କା ଦଉଛନ୍ତି ମଦ ପିଇବାକୁ? ଏ ବାଦଲ ବାବୁ, ଆପଣ ମଣିଷ ନୁହନ୍ତି ବାଦଲ ବାବୁ, ଆପଣ ହଉଛନ୍ତି ମୋ ପାଇଁ ଦେବତା। ଦେବତା ଦେବତା ଦେବତା। ଆପଣଙ୍କ ଋଣ ମୁଁ ଏ ଜନ୍ମରେ ବି ଶୁଝି ପାରିବିନି। ଖାଲି ମୋ ଭାଟିରୁ ମଦ ପିଇ ଫେରେ, ତାପରେ ବାଦଲ ବାବୁ ଆସୁଛି। ଏ ସହିତ ଆଜି 100 ଟଙ୍କାର ମଦ ପିଇବ। ଭଲ କହିଲୁ ବେ। ସତରେ ବାଦଲ ବାବୁ, ତମେ ଯଦି ଆସିନଥାନ୍ତ ମୋ ବାପୁ ମତେ ଆଜି ମାରୁ ମାରୁ ମାରି ଦେଇଥାନ୍ତା। ମୋ ପାରୁନି ବାଦଲ ବାବୁ, ବାପୁ ପାଖରେ ଏତେ ମାଡ଼ ଗାଳି ମୋ ମୋଟେ ସହିପାରୁନି। ଭଲ କହିଲୁ ଲୋ। ଆଲୋ ସେଇଥିପାଇଁ କହୁଛି ତୁ ଏ ବାଦଲ ପ୍ରସ୍ତାବରେ ରାଜି ହେଇଯା। ଏ ବାଦଲ ତତେ ରାଣୀ କରି ରଖିବ। ରାଣୀ ତମେ ସତ କହୁଛ ବାଦଲ ବାବୁ, ମୁଁ ରାଣୀ? ମୋ କଥା ମାନଛୁ ମା।
एमती केते दिन तो बापू पाखरु माण गाड़ी खाई एठी सेठी काम करी तू तो जीवन बितेबू खाली थरुटी मो कथारे हाँ मार दे देखबू ए दुनिया रो सबु सुख शांति तो पाद तळे अजाड़ी हेई पड़िबो ତମେ ସତ କହୁଛ ବାଦଲ ବାବୁ ମୁଁ ରାଣୀ ହସ ଖୁସିରେ ଜୀବନ ବିତେଇବି ତମେ ସତ କହୁଛ हाँ जुमा हाँ ए दुनिया रो सबु सुख शांति तते मिलिबो खाली थरुटी तू मो कथारे ମୁଁ ତମ କଥା ରାଜି ବାଦଲ ବାବୁ ମୁଁ ତମ କଥାରେ ରାଜି ଭଲ କହିଲୁ ଲୋ ସତରେ ଜୁମା ତୋ ମୁହଁରୁ ଏ ପଦିଏ କଥା ଶୁଣି ସାରିଲା ପରେ ମତେ ଯେମିତି ଲାଗୁଛି ମୁଁ ଆକାଶରେ ଉଡୁଛି ମତେ ଯେମିତି ଲାଗୁଛି ଏ ଦୁନିଆର ସବୁ ସୁଖ ଶାନ୍ତି ମୁଁ ପାଇଯାଇଛି ଆଇ ଲଭ୍ ୟୁ ଜୁମା ଆଇ ଲଭ୍ ୟୁ ତୁ ଭାବେ ନା ଯେ ଝୁମଟା ଏତେ ବକି ବୋଲି ସେ ତ ବିଷୟରେ କିଛି ଜାଣିନି ବୋଲି ଝୁମା! ଚୁପ୍ କର କେବଳ ତୋରି ପାଇଁ ମୋ ବାପୁଟା ଆଜି ମଦ ପିଉଛି କେବଳ ତୋରି ପାଇଁ ତା ସୁନାର ସଂସାରଟା ଆଜି କୋଉଠି ଘର ପାଲିଯାଇଛି କୋଉଠି ଘର ଝୁମା! ଇଏ ଝୁମାକୁ ପାଇବା ପାଇଁ ତା ବାପୁକୁ ମଦ ଦେଇ ତା ମନ କିଣିବାକୁ ଯେତେ ଚେଷ୍ଟା କଲେ ବି ତୋର ସେ ସ୍ୱପ୍ନ କେବେ ପୁରା ହବନି ଆଉ ଏ ଝୁମାକୁ ପାଇବା ଗଲେ ତତେ ଆହୁରି 7 ଜନ୍ମ ନେବାକୁ ପଡିବ ଭଲ କହିଲୁ ବେ 7 ଜନ୍ମ ନୁହେଁ ଲୋ ଏ ବାଦଲ ତତେ ଏଇ ଜନ୍ମରେ ହାସଲ କରିବ ଆବେ ବାଦଲ ଯେତେବେଳେ ଯାହା ଚାହିଁଛି ତାହା ପାଇଛି ଆଉ ସେ ତତେ ଆଜି ପସନ୍ଦ କରିଛି ମାନେ ଗଳେ ଫଳେ କୌଶଳେ ସେ ତତେ ଆଜି ନିଜର ନିଜର କରିବା ଦୂରର କଥା ଏ ଝୁମା ଉପରେ ଯଦି ଆଉ ଥରୁଟିଏ ଆଖି ଉଠେଇ ଦେଖୁ ତାହେଲେ ତୋର ସେ ଆଖି ଦିଟା ମୁଁ ତାଡ଼ି ଦେବି ହାଲୋ ତୁ ଚାଲିଗଲେ ଏ ନିଛାଟିଆ ଉଦୁଦିଆ ଖରା ବେଳଟା ପାଣିଚିଆ ହେଇଯିବନି ଏ ବାଦଲ ଗୋଟିଏ ମହାବଳ ବାଘ ଆଉ ତୁ ହଉଛୁ ଗୋଟେ କଅଁଳିଆ ଛନ୍ନ ଛନିଆ ଗୁଲଗୁଲିଆ ହରିଣୀ ଛୁଆଟାଏ ଏ ବାଦଲ କଣ ତତେ ସେମିତି ଛାଡିଦବ ଆଲୋ ମଣିଷ ମାରିବା ଆଉ ତୋ ଭଳିଆ ସୁନ୍ଦରିଆ ଫୁଲ ଗୁଡାକୁ ଦଳି ଚକଟି ଡଷ୍ଟବିନ୍ କୁ ଫୋପାଡି ଦବା ଏ ବାଦଲ ଗୋଟାଏ ନୀତିଦିନିଆ ସଉକ ଆଲୋ ଆସୁନୁ ଆଲୋ ଏଠି କେହି ନାହାନ୍ତି କେବଳ ତୁ ଆଉ ମୁଁ ଆମେ ଦୁହେଠି ବାଘ ହରିଣୀ ଖେଳ ଖେଳିବା ଗୋଟେ ଏକୁଟିଆ ଝିଅକୁ ଦେଖି ତାକୁ ଏମିତି ଟଣା ଉଟରା କରିବାକୁ ତ ବିବେକ ତତେ ଟିକେ ବାଧା ଦଉନି ବିବେକ ଭଲ କହିଲୁ ଆବେ ମୁଁ ଦେଖୁଛି ଏ ଟୋକିର ସୁନ୍ଦରିଆ ଦେହ ତା ମନ ତତେ ଯେମିତି ପାଗଳ କରିଦେଇଛି ଏ ବାଦଲ
ନଈରେ ମାତିଛି ମିଛ କୁମ୍ଭୀର ମିଛେ ସଜାଡୁ ବସି କୁଡି ଘର କୁମ୍ଭୀର ମାରି ନବ ଘର ତ ଭାଙ୍ଗି ଯିବ ଆଉ ପିଠିରେ ବସିବ ଯୋଡ଼ି ବେତ ପାହାର ପଳା 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 ଭାବିଛୁ ମାୟା ରାବଣ ସାଜି ସୀତା ହରଣ କରିବୁ ଦୁଃଶାସନ ସାଜି ଦ୍ରୌପଦୀକୁ ଲଗ୍ନ କରିବୁ ଆଉ ମାୟା ଜାଲ ବିସ୍ତାର କରି ଅହଲ୍ୟାକୁ ଅସତି କରିବୁ। ଏଇ ଦେଖିପାରୁଛୁ ଏଇ ମୋର ଦାର ଖେଞ୍ଚା ଅଧା ପୋଡା କାଠଟାକୁ ଦେଖିପାରୁଛୁ ଏଇଥିରେ ପିଟି ପିଟି ତତେ ଶେଷ କରିଦେବି। ପଳା ଧୀରେ ପଳା ଧୀରେ ମୁଁ ସୂର୍ଯ୍ୟର ଟୁକୁଡ଼ା ଧ୍ୱଂସର ଧୂମକେତୁ ତା ନହେଲେ ଗୋଟାଏ ଜଳନ୍ତା ଜୁଇ। ହେଲେ ମା ଏ ମଣିଷ ଗୁଡାକ ଆଦୌ ବିଶ୍ୱାସ କରିବୁନି ଏଇମାନଙ୍କ ବେଇମାନି ଆଉ ସ୍ୱାର୍ଥପରତା ପାଇଁ ପୃଥିବୀଟା ଆଜି ଧ୍ୱଂସ ହେବାକୁ ବସିଛି ଆଉ ସ୍ୱରାଜ ପାଇଁ ସଂଗ୍ରାମ କରୁଥିବା ଉଦ୍ଦାମ ସିଂ ଆଜି ଫାଶୀ ଖୁଣ୍ଟରେ ଝୁଲୁଛି। ହେଲେ ମା ଚିନ୍ତା କରନା ରେ ମା ତୋ ଭଳି ପୁନେଇ ଏ ରାହୁ କେତେ ଗୁଡାକ ଯେତେ କରିବାକୁ ଚେଷ୍ଟା କଲେ ବି ମୋତେ ହଜମ କରିପାରିବେନି। ତାହେଲେ ତ ମୁଁ ବଞ୍ଚିଗଲି ପାଗଳ ବାବା। ଆରେ ମା ଏମିତି ବଞ୍ଚିବାର କିଛି ମାନେ ନାହିଁ ଚିଡେଇ ଦେ ମମତା କରି ଭାଙ୍ଗି ଚୁରମାର କରିଦେ ସ୍ନେହ ମମତା କାରାଗାର এই ସୁଦୃଢ ପ୍ରାଚୀରକୁ ଆଉ ମୋ କଣ୍ଠରେ କଣ୍ଠ ମିଳେଇ କହ जामा जो महान देवता निज जीवन को विपन्न कर तो इज्जत बचे घर को नहीं जा शुश्रूषा कर तारे ता जीवन बंचा बाबू को नहीं भल कर नईरे मातिची मिश्र कुम्भीर निचे सजाड़ू बसी कुड़ी घर कुम्भीर मारी नब घर तो भांगी जीव ଆଉ ପିଠିରେ ବସିବ ଯୋଡ଼ି ବେତ ପାହାର। ସୁନିତା ରାଜି ପାଶ ରାତି ମଧୁସଜ୍ଜା ରାତି ସଞ୍ଜତ କୋଳରେ ଶୋଇ ସୁନିତା ଆଜି ପାଶ ରାତି ବିତେଇବ। ଚୌଧୁରୀ ବଂଶର କୁଳଦୀପକୁ ସାକ୍ଷୀ ରଖି ସେ ଆଜି ତା ଜୀବନ ନୂଆ କାହାଣୀ ଲେଖିବ। ହେଲେ ସରୋଜ ବିନେ ଅଭୁଲା ରାତି ଫୁଲର ସେଜ ଏ ସୁନିତା କଣ ଶୋଭା ପାଇବ? ନା କେବେ ନୁହେଁ କେବେ ନୁହେଁ କେବେ ନୁହେଁ। এই দেখুଛୁ তো ମଥାର ସିନ୍ଦୁର କେମିତି ଦାଉଦ ହେଇ ଜଳୁଛି ତ ହାତର ଶଙ୍ଖାର ରୁଣୁ ଝୁଣୁ ଶବ୍ଦରେ ଘରଟା କେମିତି କମ୍ପି ଉଠୁଛି। ଆଲୋ ତୁ କଣ ଚାହୁଁଛୁ ତ ମଥାର ସିନ୍ଦୁରଟା ଲିଭି ଯାଉ? ତୁ କଣ ଚାହୁଁଛୁ ତ ହାତର ଶଙ୍ଖାଟା ଭାଙ୍ଗି ଯାଉ? ତାହେଲେ କହ ତୋ ପାଇଁ ବଡ କି ତୁ ନା ତୋ ସ୍ୱାମୀ? ତୋ ସ୍ୱାମୀ ନା ତୁ? ତୁ ନା ତୋ ସ୍ୱାମୀ? ତୋ ସ୍ୱାମୀ ନା ତୁ? ମୋ ସ୍ୱାମୀ ବଡ ମୋ ସରୋଜ ବଡ ତାଙ୍କ ପାଇଁ ଦରକାର ପଡିଲେ ମୁଁ ସବୁ କିଛି ମଥା ପତି ସହିଯିବି ସବୁ କିଛି। ସାନ ବାବୁ ଏଇ ଦେଖିଲ ବୋହୁମା କେମିତି ତମ ବାଟକୁ ଯାଇ ବସିଛନ୍ତି। ଓହୋ ଦିନାକା ତମେ ଟିକେ ଚୁପ୍ ରୁହ। ସାନ ବାବୁ ମୁଁ ତମ ପାଖରେ ହାତ ଯୋଡ଼ି ଅନୁରୋଧ କରି କହୁଛି ତମେ ଟିକେ ମତେ ଶାନ୍ତିରେ ରହିବାକୁ ଦିଅ। କଣ କହିଲ ସାନ ବାବୁ? ଏ ଦିନା ଚାକର ତମକୁ ଅଶାନ୍ତି କରୁଛି। ଯିଏ ତୁମକୁ ପିଲାଟି ଦିନରୁ କୋଳେଇ କାଖେଇ ଏଡିଟରୁ ଏଡିଟିଏ କରିଛି ଯିଏ ତମର ସୁଖ ଶାନ୍ତି ମଙ୍ଗଳ ମନାସି ନିହାତି ଠାକୁରଙ୍କ ପାଖରେ ଦୀପ ଜାଳୁଛି ସେ କଣ କେବେ ତମର ଅମଙ୍ଗଳ ଚିନ୍ତା କରିପାରେ? ଦିନା କାକା ନାଇଁ ସାନ ବାବୁ ଏଇ ଘରର ଦାଣ୍ଡ ଧୂଳିକି ନିର୍ମାଲ୍ୟ ଭଳି ପାଇ ଏ ଦିନା ଚାକର ପୁରା କଥା କହି ଶିଖିଛି। ଏଇ ଘର ଦାନା ଖାଇ ସେ ପୁରା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ସେ କଣ କେବେ ତମର ଅମଙ୍ଗଳ ଚିନ୍ତା କରିପାରେ? ଦିନା କାକା ନାଇଁ ସାନ ବାବୁ ମୁଁ ତମର କିଛି କଥା ଶୁଣିବିନି। ମୁଁ ଏଥର ମୋ କାମରେ ଚାଲିଲି। ହଁ ମୋ କାମରେ। ଦିନା କାକା ଶୁଣିଯାଅ ଦିନା କାକା।
मो सानो बाबू तुमको लागिले मु एथर मो कामर चालिली हां मो कामर चालिली ओ हो दिना काका मते बुझिबा को चेष्टा कर ना तमर आज मते किछ कहया दरकार नै जा कहया कथा बो मांगू को मु मो कामर चालिली हां मो कामरे दिना काका पकड़ा पिंजरा भितर आउटी पाउटी होई अधा भंगा सपन गुड़िक मुंड पिटी कांदुला बेले ए संजय चौधरी एमान कते दरद कहीं भंगा मन रुआ बाउंसरे पकचरी नष्ट कर देउथला बेले ए संजय चौधरी सुखर संसार गढ़िया एमाने ते व्यस्त विव्रत कहीं ओ माय गॉड ए सब कौन घटी जाउची मु किछि बुझी परुनी किछि बुझी परुनी सुना तमको चिन्ह नथला कि जानि नथले भी दिना काका कहउतले तम नाटी जेमति सुंदर तमे भी देखिबा ठीक सेमति सुंदर कौन तम मुह टिके देखैबनी अरे कौन हला ओ बुझीगली तमे ताले मते लाज करूछ बुझिल सुनीता लाज को मुझे पसंद करे ना कहीं कि ना लाजर अढ़णी जो ढांकी रही था संध्यार निआटा से हुतु हुतु जली उठे अरे अढ़ना खोल खोल कहूची अरे खोल ना ମୁଁ କଣ ଅନୁସୟା କରି ତା ବିଷ୍ଣୁ ଦାସ ପାଇଁ ନପାଉରାତି ନମରପତିର କାହାଣୀକୁ ଦୋହରି ଦେଇପାରିବିନି ମୁଁ କଣ ଶର୍ମିଷ୍ଠ ସାଜି ତା ମନର ରାଜା ଯଜାତିଙ୍କର କୁରୂପକୁ ଦିବ୍ୟ ରୂପରେ ପରିବର୍ତ୍ତନ କରିପାରିବିନି ମୁଁ କଣ ଶକୁନ୍ତଳା ସାଜି ରାଜା ଦୁଷ୍ମନ୍ତଙ୍କ ପାଇଁ ଲୁହ ଲୁହକୁ ସାଥୀ କରି ସାରା ଜୀବନ ବିତେଇ ଦେଇପାରିବିନି ସମସ୍ତେ ଛୁଇଁ ପାରିବନି ଏ ବାସ ରାତି କେବେ ବି ଆମ ପାଇଁ ସମ୍ଭବ ନୁହଁ କିନ୍ତୁ କାହିଁକି ସୁନିତା ସବୁ କାହିଁକି ଉତ୍ତର ନାହିଁ ଏଇ ଯେମିତି ବର୍ଷା କାହିଁକି ବର୍ଷେ ଫୁଲ କାହିଁକି ବାସେ ସୂର୍ଯ୍ୟ କାହିଁକି ଉଠେ ଏମିତି ଅନେକ ପ୍ରଶ୍ନ ସେମିତି ତମ କାହିଁକି ପ୍ରଶ୍ନର ଉତ୍ତର ମୁଁ ଦେଇପାରିବିନି ଶୁଣ ସଞ୍ଜୟ ଏ ଦୁନିଆ ଆମକୁ ସ୍ୱାମୀ ସ୍ତ୍ରୀ ଭାବେ ସ୍ୱୀକୃତି ଦେଲେ ବି ମୁଁ ତମ ସ୍ତ୍ରୀ ନୁହଁ କି ତମେ ମୋ ସ୍ୱାମୀ ନୁହଁ सुनीता तुम हसुच किंतु काहेकी हेई देखो फगुड़ केमती फूल पाई पागल हो जाउची हेले फूल ता मन कथा जमा बुझुनी जता केमती कोई पे झुरी होची हेले कोई अंधा राति को से बेसी भल पाउची और सुनाई केमती पुनी राति की चाहि रहची हेले से पुनी राति रे ग्रहण लागि जाईची ए ग्रहण लागि ओ सुनीता तुम जे कोन कहि जो मते किछि बुझी पारुनी माया भी जाल पिछे रावण सीता को हरण करने असमने रखिथिले भी सीता केबे हेले रावण होई नथिले तामने तमे कोन कहबे चाहो मु तुमको जबरदस्त विवाह करछि हां तमे मते जो जबरदस्त विवाह करछो ए घर बहु पड़िया को जो जबरदस्त मु मुंडा पर लाद दिया जाईछि सुना संजय ए सुनीता जेमिति आखि लो को उठरे पी निज सस मेटोछि तमे भी सेमति सारा जीवन लोह नुआ रहे हाहाकार हे मरिबो Oh, stop it, Sunita! I said stop it! सीता आखिलुरी सोनुपुरी लोका ध्वंस होइथिला आ ये सुनीता आखिलुरी ए ज्योति वंश ध्वंस होइजिबो ए संजय चौधरी तू जे चित्कार करिबो ना धरित्री पर सब दुख चंद्र को हसी हसी सहिजिबो साइक्लोन है चलचंचल दुनिया को छारखार करदेव ना बसंतर मृदु मल हो प्रेमर सुर चलो अब जवाब दे संजय चौधरी देख ए राति तो देखी केमती हसुची ए जन्न केमती तो परिहास करुची आ ए फूल सज तो कान पाखे फुसफुस कहूचे ए संजय चौधरी तोरे घर गोटे कुहुड़ी घर मनीषरे तू कहीं गड़ीछु मिछ घर ओ कहीं गड़ीछु मिछ घर काली उड़ुला तोर उड़िया काछरे
आज छिड़ी गला संग बिना बतासरे ओलटे साजिला पर मंजा सात पर घरान होए तो कुहुड़ी घरान घरान होए तो कुहुड़ी घरान घरान होए तो कुहुड़ी जो जन तिथिर आसे तापाई सिना ज्वार थाए हेले जो जन अतिथिर आसे तापाई ज्वार थाए थाए खाली मेघ तुहा को तुहा मेघ संजत तमे मते भूल बुझबन संजत तम मनेर मु घर आखा देछे तमे मते क्षमा कर दबो संजत तमे मते क्षमा कर दबो क्षमा कर दबो क्षमा तोर क्षमा नहीं तू जो भूल करिचु ସେଥିପାଇଁ ମୁଁ ତତେ ଶାସ୍ତି ଦେବି କଠିନ ଶାସ୍ତି ହରାମୀ କିଏ କଣ ମୋହନ୍ତ ହରାମ ଯଦି ସାହସ ତ କମ୍ ନୁହଁ ମୋ ସମ୍ପଦକୁ ନିଜର କରିବାର ପ୍ରତିଶ୍ରୁତି ଦେଇ ଅହଙ୍କାର ଚୌଧୁରୀ ସହିତ ତୁ ପ୍ରତାରଣା କରିପାରିଲୁ ମାରି ମାରି ସାଲିକି ପୁରା ଅଳିଆ କରିଦେଲୁ ଟଙ୍କା ନେଲା ଲମ୍ବା ଲମ୍ବା ହାତ ବଢେଇ ଦେଲୁ କାମ କଲା ଏଟା ଅଳିଆ କଣ ଆଜ୍ଞା ଇଏ କଣ ଇଏ କି ଅଳିଆ ହଉଛି ମୁଁ ଜାଣିପାରୁନି ଆପଣଙ୍କର ଆଗ ଅଳିଆ ତ ଆଉ ନାହିଁ ଆଗରୁ ଯେମିତି ଅଳିଆ କରିଦେଲେ ସେମିତି ଅଳିଆ କରିଦଉନାହାନ୍ତି ଆପଣ ଦେଲେ ଆପଣ ପାରିବେ ନାଇଁ ଆପଣଙ୍କର ଆଉ ନାହିଁ ଟେମ୍ପୋ ନାହିଁ ଆଉ ଏଇଟାକୁ ପିଟି ପିଟି ଭଲ ଭାବରେ ବୁଝେଇ ଦିଅ ଅହଙ୍କାର ଚୌଧୁରୀ ସହିତ ପ୍ରତାରଣା କଲେ ଫଳଟା କେତେ ଭୟାବହ କଣ ନାହିଁ ଆଲୋ ତତେ କଣ କୁହା ହେଇଥିଲା କଣ କହିକିରି ତତେ ଆଣିଥିଲି ଏଇଆ କରିବୁ ବୋଲି ଏଇ ଏମିତି କହିଲେ କେମିତି ହବ ଯେମିତି କହିଲେ ସେମିତି ହବ ସେମିତି କହିଲେ ହବ ନା କଣ ଆଲୋ ହେ ତତେ କହିଥିଲି ତୁ ସଞ୍ଜତଙ୍କ ସହିତ ମିଠା ମିଠା କଥା ହବୁ ବସିକିରି ତାଙ୍କ ଉପରେ ନଟି ପଡିବୁ କଣ କଲୁ ବେଶ ଆଜି ଓଳିଆ ଦିନରେ ତାଙ୍କୁ ଅଳିଆ କରିଦେଲୁ ଆମ ପ୍ଲାନ ପ୍ରୋଗ୍ରାମ ସବୁ ତୁ ପାରିଲିନି ସରୋଜର ମୁହଁଟା ମୋ ଆଖି ଆଗରେ ନାଚି ଉଠିଲା କେତେ ଚେଷ୍ଟା କରିବି ମୁଁ ସଞ୍ଜତକୁ ନିଜର କରିପାରିଲିନି ମୋ ସଞ୍ଜତକୁ ତତେ ନିଜର କରିବାକୁ ହବ ତା ନହେଲେ ଯୋଉ ସରୋଜ ପାଇଁ ଆମର ପ୍ଲାନ ପ୍ରୋଗ୍ରାମ ସବୁ ମାଟିରେ ମିଶେଇ ଦେବାକୁ ଯାଉଛୁ ସେଇ ସରୋଜର ମୁଣ୍ଡଟାକୁ କାଟି ଆଣି ତୋ ପାଦ ତଳେ ପକେଇଦେବି କହ ଆମ ପ୍ଲାନ ପ୍ରୋଗ୍ରାମ ରାଜି ହବ କି ନା କହ ଆମ କଥାରେ ରାଜି ହବୁ କି ନା କହ ଆମ ପ୍ଲାନ ପ୍ରୋଗ୍ରାମ ରାଜି ହବ କି ନା ଆମ କଥାରେ ରାଜି ହବୁ କି ନା କହ ଆମ ପ୍ଲାନ ପ୍ରୋଗ୍ରାମ ରାଜି ହବ କି ନା ଆମ କଥାରେ ରାଜି ହବୁ କି ନା ମୁଁ ତମ କଥାରେ ରାଜି ମୋ ସୁନା